ଜୟ ଜଗନ୍ନାଥ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ବାରିପଦା ଟେକ୍ରେ। ତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗୋଟେ ନୂଆ ସ୍କିମ୍ କହିଲେ ଚଳେ କି ଯୋଜନା କହିଲେ ଚଳେ ଆମ ଶାସନ, ଯେଉଁଟାରେ କି ଆପଣ ସରକାରଙ୍କ ସହ ଡାଇରେକ୍ଟ କଥା ହେଇପାରିବେ। ଯେଉଁ ଆମର ଅଛନ୍ତି ମୋହନ ଚରଣ ମାଝୀ, ତାଙ୍କ ସହିତ ଆପଣଙ୍କ ଯଦି କ'ଣ କିଛି ଅସୁବିଧା ଅଛି, ଯଦି CM କିଷାନ PM କିଷାନ ସୁଭଦ୍ରା ପଇସାରେ ଅଟକ ଅଛି, ପେନ୍ସନ୍ ପାଉନାହାନ୍ତି, ଯାହା ବି କିଛି ଅସୁବିଧା ଅଛି ଆପଣ ସେଠି ଜଣାଇ ପାରିବେ। ଆଉ ଆପଣ ଯେଉଁ ସୁବିଧା ପାଇଛନ୍ତି ତା'ର ଫିଡ଼ବ୍ୟାକ୍ ବି ସେଠି ଦେଇପାରିବେ। କ'ଣ ଲାଭ ପାଇଛନ୍ତି, ଆବାସ ଯୋଜନାରେ ଘର ପାଇନାହାନ୍ତି, ତାହେଲେ ସେଠି ବି ଆପଣ ଯାଇକରି ଦେଇପାରିବେ, କମ୍ପ୍ଲେନ୍ ଦେଇପାରିବେ। ତ ନିଶ୍ଚିତ ଭାବରେ ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ, କେମିତି କ'ଣ ପ୍ରୋସେସ୍ ରହିଛି, କ'ଣ କମ୍ପ୍ଲେନ୍ କରିପାରିବେ, କେମିତି କମ୍ପ୍ଲେନ୍ କରିବେ, ଫୁଲ୍ ଭିଡ଼ିଓ ଦେଖନ୍ତୁ। ଦେଖିଲେ ସିନା ଆପଣ ଜାଣିପାରିବେ। ତ ଦେଖନ୍ତୁ, ଆମ ଶାସନ ଲଗ୍ଇନ୍ରେ ଆପଣ କ୍ଲିକ୍ କରିବେ। ତାପରେ ଆମ ଶାସନ ଲଗ୍ଇନ୍ର ଯେଉଁ ପ୍ରଥମ ଲିଙ୍କଟା ଏଠି ଆସୁଛି ଆପଣ ଦେଖିପାରୁଥିବେ, ଏଇଟା ପ୍ରଥମ ଲିଙ୍କଟା। ତ ଏଇଠି ଆପଣ କ୍ଲିକ୍ କରିବେ। ଏଇଠି କ୍ଲିକ୍ କଲା ପରେ ଏଇ ଟାଇପ୍ର ପେଜ୍ କିଛି ଆପଣଙ୍କ ସାମ୍ନାକୁ ଆସିଯିବ। ଆପଣ ଦେଖିପାରୁଥିବେ ଏଇ ଟାଇପ୍ର ପେଜ୍ କିଛି ଆପଣଙ୍କ ସାମ୍ନାକୁ ଆସିଯିବ। ଏଇ ଟାଇପ୍ର ପେଜ୍ ଆସି ସାରିଲା ପରେ ଆପଣ କେମିତି ସରକାରଙ୍କ ସହିତ କଣ୍ଟାକ୍ଟ କରିବେ ମୁଁ ଆପଣଙ୍କୁ ଜଣାଇବି। ଆପଣ ଚାହିଁବେ ଯଦି ସରକାରଙ୍କୁ ଡାଇରେକ୍ଟ ଏଇଠି କଲ୍ କରିପାରିବେ। ଏଠି ଦେଖନ୍ତୁ, ଡାଇରେକ୍ଟ ଏଠି କଲ୍ କରିପାରିବେ 14471 ନମ୍ବରରେ 9ଟାରୁ 7ଟା ଭିତରେ ଆପଣ ଏଠି କଲ୍ କରିପାରିବେ। ଆଇଦର ଏଠି ହ୍ୱାଟ୍ସଆପ୍ ଚାଟ୍ ମାଧ୍ୟମରେ ଏଠି କଥା ହେଇପାରିବେ। ତ ଏଇଟା ଦେଖିପାରୁଥିବେ ନମ୍ବରଟି ଏଠି ଅଛି ସରକାରଙ୍କ ସହିତ ଜଡ଼ିତ ହେବା ପାଇଁ ନମ୍ବରଟି। ତ ମୁଁ ଏଠି ହ୍ୱାଟ୍ସଆପ୍ର ଅପସନ୍ଟି ନେଉଛି। ହ୍ୱାଟ୍ସଆପ୍ର ନାହିଁ, ମୁଁ ଏଠି ଡାଇରେକ୍ଟ ଏଠି ଆମ ଶାସନ ଏଠି ତଳେ ଦେଖିପାରୁଥିବେ ଆମର ହେଉଛି ଅଛି ଏଠି। ତ ଏଠି ମୁଁ ଡାଇରେକ୍ଟ ଏଠି କରୁଛେ। ଏଠି ଦେଖନ୍ତୁ ଲେଖା ଆସିଗଲା ଆପଣଙ୍କ ମତାମତ ଦିଅନ୍ତୁ, ଯେକୌଣସି ପ୍ରଶ୍ନ ଚାହିଁଲେ ଆପଣ ଏଠି ପଚାରିପାରିବେ। ଏଠି ଲେଖିଛି ଆମ ଶାସନକୁ ସ୍ୱାଗତ। ଏହା ହେଉଛି ଏକ ଡିଜିଟାଲ ସହଯୋଗୀ ଯାହା ଆପଣଙ୍କ ମୂଲ୍ୟବାନ ପ୍ରତିକ୍ରିୟା ହସ୍ତାନ୍ତର କରିବା ପାଇଁ ଉଦ୍ଦିଷ୍ଟ। ଆପଣଙ୍କ ମତାମତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୟାକରି ଆମ ସହିତ ଆପଣଙ୍କର ଅନୁଭବ ଅଂଶୀଦାର କରିବା ପାଇଁ କିଛି ସମୟ ବିତାନ୍ତୁ। ଆସନ୍ତୁ ଏକାଠି ସମ୍ମିଳିତ ଭାବେ ଆମେ ଆମ ଶାସନକୁ ଉନ୍ନତ କରିବା। ତ ମତାମତ ଦିଅନ୍ତୁରେ ଆମେ ଏଇଠି କ୍ଲିକ୍ କରିବା। ଯେକୌଣସି ପ୍ରଶ୍ନ ଆଇଦର ମତାମତ ଦିଅନ୍ତୁ। ଏଇ ଦୁଇଟା ଅପସନ୍ ହେଲା। ଦୁଇଟା ଅପସନ୍ ଭିତରୁ ମୁଁ ମତାମତ ଦିଅନ୍ତୁରେ କ୍ଲିକ୍ କରୁଛି। ଏଠି ଲେଖିଦେଲା ଦୟାକରି ଆପଣଙ୍କର ମୋବାଇଲ ନମ୍ବରଟି ପ୍ରବେଶ କରନ୍ତୁ। ମୁଁ ଏଠି ମୋ ମୋବାଇଲ ନମ୍ବରଟି ଦେଇଦେଉଛି। ଦେଖନ୍ତୁ, ମୋବାଇଲ ନମ୍ବରଟି ଦେଇସାରିଲା ପରେ ଦୟାକରି ଆପଣ କେଉଁ ସେବା ଉପରେ ମତାମତ ଚାହୁଁଛନ୍ତି ତାହା ଚୟନ କରନ୍ତୁ। ଏଠି ଗୋଟେ ହିଁ ଅପସନ୍ ଆସୁଛି। ତ ଏଠି ଦେଖିପାରୁଥିବେ ନାଗରିକର ସେବା ଗୋଟେ ହିଁ ଅପସନ୍ ଆସୁଛି, ଆଉ କିଛି ଅପସନ୍ ହିଁ ଆସୁନି। ତ ଏଠି ଆମେ କ୍ଲିକ୍ କରିବା। ହଁ, ଏଠି ଦେଖିପାରୁଥିବେ ଆମର ଅପସନ୍ ଏଠି ବୋଧେ ଆସିଲା ଆପଣଙ୍କର ନାମ ଚୟନ କରନ୍ତୁ। ୱାଓ, ଆମ ନାଁଟି ଏଠି ଚାଲି ଆସିଲା ଅଟୋମେଟିକ୍। ତ ଏଠି ଦେଖିପାରୁଥିବେ ନାଗରିକ ସେବା ଅନୁଷ୍ଠାନ ଚାନ୍ଦୁଆ ମୟୂରଭଞ୍ଜ, ଠିକଣା କିଛି ଦିଆହେଇନି। ଅଲରେଡ଼ି ବୋଧେ ଡାଟା କିଛି ଅଛି। ନମ୍ବର ଦେଲେ ଆପଣଙ୍କ ନାଁଟି ଅଟୋମେଟିକ୍ ଚାଲିଯିବ। ଏଠି ମତାମତ ଦିଅନ୍ତୁରେ କ୍ଲିକ୍ କରିବା। ଏଠି ଲେଖୁଛି ହେଉଛି ପୋଲିସ ଆପଣଙ୍କ ଅଭିଯୋଗକୁ ଠିକ୍ ସମୟରେ ଗ୍ରହଣ କରିଥିଲା କି? ମାନେ ପୋଲିସ ଆପଣଙ୍କ ଅଭିଯୋଗକୁ ଠିକ୍ ସମୟରେ ଗ୍ରହଣ କରିଥିଲା କି? ହଁ ଉପରେ ଦେଇଦେବା। ତାପରେ ପୋଲିସ ଅଭିଯୋଗ ଗ୍ରହଣ କରିବାକୁ ମନା କରି ଦେଇଥିଲା କି? ଆରେ ଏଇଟା ନା ଉପରେ କେମିତି ଥିଲା ପୋଲିସର ଆଚରଣ? ଭଲ। ତାପରେ ପୋଲିସ ଭୟ କିମ୍ବା ପକ୍ଷପାତିତା ବିନା କାର୍ଯ୍ୟ କରୁଥିଲେ କି? ହଁ। ଏଇଟା ବୋଧେ ମୁଁ ରିସେଣ୍ଟଲି ବୋଧେ କ୍ୟାରେକ୍ଟର ସାର୍ଟିଫିକେଟ୍ ଗୋଟେ ଆପ୍ଲାଏ କରିଥିଲି, ତ ତା ପାଇଁ ଏଇଟା ଅଟୋମେଟିକ୍ ବୋଧେ ଚାଲି ଆସିଲା, ମୁଁ ଜାଣିନି। ଏଠି ଗୁଡ୍ ଲେଖିକରି ଆମେ ଦାଖଲ କରିଦେବା। ପୁନର୍ମତାମତରେ କ୍ଲିକ୍ କରିବା। ନାଗରିକ ସେବା ଏଦର ହୋମ୍ରେ ଅନୁଷ୍ଠାନ ଚୟନ କରିବା। ସେଇ ସେମ୍ ଆସୁଛି, ଆଉ କିଛି ଅପସନ୍ ହିଁ ଆସୁ ହିଁ ନାହିଁ। ତ ବୋଧେ କିଛି ଗ୍ଲିଚ୍ ଥିବ, ଏଦର କିଛି ଥିବ ବୋଧେ।
तो तो किसी आसू ही नहीं तो अलग किसी ट्राए करवा तो आम व्हाट्सअप को भी चली आसीचे तो सेठी किसी तो फलप्रद है ये ट्राए करवा कौन किस आसूचे ये प्रथम मेसेज करदे हाय सीन कले किसी रिप्लाई देलानी वाई हाँ हाँ आसला आसला आम शासन को स्वागत जनाऊँ प्रस्थान करुँचा सब किसी अच्छी इंग्लीश आदर ओडिया ओडिया रे आम लिखिदेवा ओडिया रे टाइप हम कथबार्ता बहुत लेट रिप्लाई दौरान मैंने पुणी थे यहाँ पठेले पुणी थे ओडिया देदेवा हाँ दयाक निम्न थिबा विकल्प गुड़िक चयन करूँ मतामत दिंतु प्रश्न उत्तर आम प्रश्न उत्तर को जावा से मतामत को जाइए प्रश्न उत्तर को जावा वाह दयाक निम्न तालिका गुड़िक प्रश्न गुड़िक चयन करूँ आम शासन कौन वगैरह वगैरह मतामत कल मत क्यों प्रकार प्रश्न पचार एगुड़ा तो तांकरी सब ये अच्छे ये सब गुड़िक आम देखीदे कौड़ा गुड़िक भल लगे से पचार आम शासन कौन ता विषय तो मत पचार ना मत जना अच्छी आम शासन उद्देश्य कौन सेटा भी तो से फीडबैक नापी ही तो कहते आम शासन किपरि कार्य करे फीडबैक ने आउ कि आम शासन मध्य किपरि मतामत करें से नंबर कंटाक्ट चैट मध्यम मतामत कल मत क्यों प्रकार प्रश्न पचार कौन प्रकार प्रश्न पचार कि मोर मतामत कौन आज्ञात रहिबो बाबा मु कौन अन्य कहापाई जेपरिक परिवार अन्य सदस्य को मतामत दे पारिबी कि मोर मतामत देबा परे कौन हेब मतामत देला परे कौन हम के जाने जदि मु सरकारी सेवा सहित कौन समस्या सम्मुखीन हुए तेबे कौन हेब ये 9 नंबरटा टे भल लगला 9 नंबरटा ट्राए करवा थे तापर मोर मतामत को समाधान करा जाइछि कि नाई मु किपरि जानिबी 10 नंबरटा भी भल अच्छे एटा भी करवा मु कौन अनेक थर मतामत दे पारिबी एटा भी गोटे भल क्वेश्चन अच्छे आम शासन कौन समस्त सरकारी सेवा पाई प्रযোज्य एटा भी ठीक कथा एटा भी पचरा जदि मु कौन सरकारी कार्यालय को जाई न थाए किंतु मते मतामत कॉल मिले तेबे मु कौन करिबा उचित कौन करबे कॉल काटी तो देखा फॉर जदि मु आम शासन ठारू कौन सी कॉल मिस कर दिए तेबे कौन हम थे कॉल करेंगे दोहरा मतामत प्रदान करने को कौन सी खर्च हुए कि भाई सरकार फ्री रे काम करूँ मतामत कौन खर्च हम मु कौन आम शासन पर कौन नूतन वैशिष्ट परामर्श दे पारि कि हाँ निश्चित भाव में देपारे आपण हक अच्छे तो आमको कौ जिनसा भल लगे 9 नंबर जदि मु सरकारी सेवा सहित कौन समस्या सम्मुखीन हुए तेज कौन हेब ये 9टा प्रोब्लेम अच्छे आम ये 9 टाइप करदे देखा कौन आसूची जदि आपण कौन अभियोग कि समस्या अच्छी तेबे आपण यहाँ पोर्टाल पंजीकृत करंतु वाह से तो पुराना पोर्टाल को पठेदेला यही पोर्टाल किसी अभियोग नबनी से पुराना पोर्टाल को पठेदेला यहाँ हूँ अलरेडी जनशुनाणी पोर्टाल गोटे अच्छी जोटार कि सेठी भी अभियोग ये हुए माने दाखल हुए हेले भावुली ये सहजरे दाखल हो जाता लिखी था बट ये पुणी से पठेदेला हो ठीक अच्छे किसी असुविधा नहीं आम 9 पर 10 मोर मतामत समाधान करा जाई नाही मु किपरि करा जाइछि कि नाही मु किपरि जानिबे 10 नंबरटा देखा कौन आंसर आसूची दयाक निम्न दि जाइथिबा विकल्प चयन करंतु मतामत इनवैलिड आसीगला प्रश्न उत्तर रे 10 मारबा एठी 10 मारिबा केमिति जानिबे जदि मु किसी कंप्लेन देली
ହଁ ଦୟାକରି ନିମ୍ନ ତାଲିକା ଗୁଡ଼ିକୁ ଚୟନ କରନ୍ତୁ। ପୁଣି ଥରେ ସେ ଗୋଟେ ଦେଖିଲା ଆପଣ ବ୍ୟକ୍ତିଗତ ଅପଡ଼େଟ୍ ପାଇ ନ ପାରନ୍ତି କିନ୍ତୁ ସରକାରୀ ବିଭାଗ ଗୁଡ଼ିକ ସଂଗୃହୀତ ମତାମତ ଆଧାରରେ ଆବଶ୍ୟକ ପରିବର୍ତ୍ତନ ଗୁଡ଼ିକ ସକ୍ରିୟ ଭାବରେ ସମୀକ୍ଷା ଏବଂ କାର୍ଯ୍ୟକାରୀ କରନ୍ତି। କ'ଣ ବକୱାସ କରୁଛି ଏତେ ଖାସ୍ ଲାଗୁନି ମୋତେ। ଏଇଟା ଅଭିଯୋଗ କେମିତି ଦେବି? ଏଠି ତ ଜନଶୁଣାଣିକୁ ପଠାଇଦେଲା ଅଭିଯୋଗ ପାଇଁ। ଏଠି ଦେଖିବା ଜନଶୁଣାଣି ପୋର୍ଟାଲକୁ ଯିବା। ଏଠି ଦେଖିପାରୁଥିବା ମୁଁ କ୍ରୋମ୍ ବ୍ରାଉଜରକୁ ଆସିଯାଇଛି। ଏଠି ସିଏମ୍ ଜନଶୁଣାଣି ପୋର୍ଟାଲ ଯେଉଁଟାକି ସେଇଠି ମେସେଜ୍ ଆସିଥିଲା ଯାହା ସେ ଅନୁସାରେ ମୁଁ ଏଇ ପୋର୍ଟାଲକୁ ଚାଲି ଆସିଲି। ବାସ୍ ଏଇଟା ତ ଅଲରେଡ଼ି ସେ ପୋର୍ଟାଲଟା ହେଇକି ଥିଲା। ଆଚ୍ଛା ଏଠି ବି ହ୍ୱାଟ୍ସଆପ୍ ମେସେଜ୍ ଷ୍ଟାର୍ଟ ହେଇପାରିବ। ହାଇ ପଠାନ୍ତୁ ହ୍ୱାଟ୍ସଆପ୍ରେ, ଦେଖିବା ହାଇ ପଠାଇଦେବା କ'ଣ ହେଉଛି। ଏଠି ଅଲରେଡ଼ି ହାଇ ହେଇକି ଅଛି। ହାଇ କି ଅବୈଧ ଇନପୁଟ୍ ଆରେ ନର୍ମାଲ ହାଇ ପଠାଇବା, ଏମିତି ଡବଲ୍ ଇଏ କରିକି ହାଇ ପଠାଇବାନି। ହଁ ଓଡ଼ିଆରେ ଆମେ ଟ୍ରାଏ କରିବା। ଦୟାକରି ନିମ୍ନରେ ଥିବା ବିକଳ୍ପ ଗୁଡ଼ିକ ବାଛନ୍ତୁ। ଅଭିଯୋଗ ଦାଖଲ, ଅଭିଯୋଗ ସ୍ଥିତି, ଜନଶୁଣାଣି ବିଷୟ। ଅଭିଯୋଗ ଦାଖଲ କରିବା ଆମେ। ଦୟାକରି ଆପଣଙ୍କର ସମ୍ପୂର୍ଣ୍ଣ ନାମ ପ୍ରବେଶ କରନ୍ତୁ। ଆକ୍ଚୁଆଲି ଆମର ହେଉଛି ଜଣଙ୍କର ହେଉଛି 60 ବର୍ଷ ହେଇଯାଇଛି, ସେ ହେଲେ ପେନସନ୍ ବଗେରା ପାଉନାହାନ୍ତି। ତାଙ୍କର ଯେଉଁ ଫର୍ମଟା ଅଛି ସେଇଟା ହେଉଛି କହିତେ ଗଲେ ନା ଆପ୍ରୁଭ୍ ହେଉଛି ନା ରିଜେକ୍ଟ ହେଉଛି, କିଛି ବି ହେଉନି। ଯେଉଁ ପେନସନ୍ ଯେଉଁ ଆପ୍ଲାଏ କରିଥିଲେ ମଧୁବାବୁ ପେନସନ୍ ଯୋଜନାରେ, ତ ସେଇଟା ମୁଁ ଏଠି କମ୍ପ୍ଲେନ୍ ଦେବି। ତ ତାଙ୍କ ନାଁଟି ମୁଁ ଏଠି ଦେବି। ଦୟାକରି ଅକ୍ଷମତା ପ୍ରକାରର ବିକଳ୍ପ ସଂଖ୍ୟା ଟାଇପ୍ କରନ୍ତୁ, ପଠାନ୍ତୁ। ଯଦି କିଛି ଅଛି ଭିନ୍ନକ୍ଷମ ଅକ୍ଷମତା ରୋଗ ତାହେଲେ ଏଠି ଟାଇପ୍ କରିବେ, ନହେଲେ କିଛି ନୁହେଁ ଲେଖିଦେବେ। କେଉଁ ଜିଲ୍ଲାରୁ ଅଛ? ଆମେ 22 ନମ୍ବର ଜିଲ୍ଲାରେ ଅଛେ, ବହୁତ ପଛରେ ଅଛେ, ହେଲେ ବଡ଼ ଜିଲ୍ଲା। ଏଠି ଲେଖିଛି କେଉଁ ବ୍ଲକ୍? ULB ବ୍ଲକ୍ ତ ଆମର ହେଉଛି 26 ନମ୍ବର ବ୍ଲକ୍। ଆପଣ ଶୈଳବାଦା ବ୍ଲକ୍ ଚୟନ କରିଛନ୍ତି। ଦୟାକରି ଅଭିଯୋଗକାରୀଙ୍କ ଅବସ୍ଥିତ ଠିକଣା ଲ୍ୟାଣ୍ଡମାର୍କ ପଠାନ୍ତୁ, ନହେଲେ ନ ଠିକଣା ଲ୍ୟାଣ୍ଡମାର୍କ କେମିତି ପଠାଇବି? ଆମର ଆଡ୍ରେସ୍ଟା ପଠାଇଦେବି। ଏଠି ଦେଖିପାରୁଥିବେ ଆମର ଅଭିଯୋଗର ବିବରଣୀ ଆମେ ଦେଇଦେବା। ଟିକେ ଟାଇମ୍ ଲାଗିବ, ଭିଡ଼ିଓଟି ଲଙ୍ଗ୍ ହେବ, ଟିକେ ରହିଯାଆନ୍ତୁ, ମୁଁ ପଜ୍ କରିଦେଉଛି। ତ ଦେଖିପାରୁଥିବେ ମୁଁ ଏଠି କିଛି ଲେଖିଦେଇଛି। ମୁଁ ସାବିତ୍ରୀ ରାଜ, ମୁଁ ମଧୁବାବୁ ପେନସନ୍ ଯୋଜନାରେ ଆପ୍ଲାଏ କରିଥିଲି। 5 ବର୍ଷ ହେବ, ନା ରିଜେକ୍ଟ ହେଉଛି ନା ଆପ୍ରୁଭ୍ ହେଉଛି। ମୁଁ ପେନସନ୍ ପାଇଁ ଯୋଗ୍ୟ, ହେଲେ ମୋତେ ପେନସନ୍ ମିଳୁନାହିଁ। ଦୟାକରି ମୋ ଅସୁବିଧାର ସମାଧାନ କରନ୍ତୁ। ଏତିକି ଲେଖିଦେଲା ପରେ ମୁଁ ତାଙ୍କ ମେସେଜ୍ କରିଦେଉଛି। ହଁ ତା'ର ଗୋଟେ ପ୍ରୁଫ୍ ସେ ମାଗୁଛି, ଏଠି ସଂଲଗ୍ନ କରିକି ଦିଅନ୍ତୁ। ହଁ ଉପରେ ଦେଇଦେବା। ତାଙ୍କୁ ଡକୁମେଣ୍ଟଟି ଆମେ ପଠାଇବା। ଦୟାକରି ଅଭିଯୋଗର ଫଟୋ ଆୟୁଧ ଦସ୍ତାବିଜ ଦାଖଲ କରନ୍ତୁ। ଅଭିଯୋଗର ଫଟୋ ଦେଖିପାରୁଥିବେ ମୁଁ ଏଠି 2ଟି ଫଟୋ ଉଠାଇ ଦେଇଛି ମୋର କମ୍ପ୍ୟୁଟର ସ୍କ୍ରିନ୍ରେ, ଯେଉଁଠି ନମ୍ବର ଅଛି ସେଠି, ଯେଉଁଟାକି ନା ଫରୱାର୍ଡ଼ ହେଉଛି ନା କିଛି ହେଉଛି। ଆପଣ ଏହି ଅଭିଯୋଗ କାହାକୁ ପଠାଇବାକୁ ଚାହୁଁଛନ୍ତି? ଦୟାକରି ଚୟନ କରନ୍ତୁ, ଗୋଟିଏ ବିକଳ୍ପ ବାଛନ୍ତୁ। ବା ଏଠି ଭଲ ଅପସନ୍ ଅଛି। ଜିଲ୍ଲାପାଳଙ୍କୁ ଡାଇରେକ୍ଟ ଏଠି ଅଭିଯୋଗ ପଠାଇ ପାରିବେ, ପୋଲିସ ଅଧିକାରୀଙ୍କୁ ପଠାଇ ପାରିବେ, ସରକାରୀ ବିଭାଗକୁ ପଠାଇ ପାରିବେ, ଅନ୍ୟ ସରକାରୀ କାର୍ଯ୍ୟାଳୟଙ୍କୁ ପଠାଇ ପାରିବେ। ଜିଲ୍ଲାପାଳଙ୍କୁ ତ ନିଶ୍ଚୟ ପଠାଇବାର ଅଛି, କିନା ମେନ୍ ତ ଆମ ଜିଲ୍ଲାରେ ଯିଏ ରହିଲେ ସିଏ ତ ତାଙ୍କୁ ପଠାଇଲେ ଯାଇକି ଏଠି
अच्छा जन को ही पठे पारे मु डायरेक्ट जिलापाल सहित कथा हेबी आउ क्या देखी हेनी अलरेडी से बीएसओ एसएसओ से दिखाई किसी करना देखिए दयाकोरी कलेक्टर को संख्यार विकल्प नंबर टाइप करंतु ओ पठातु एठी जिलापाल कौ इर आमर हूँ 9 नंबर ये देखिए जिलापाल 9 नंबर मयूरभंज जिलार 9 नंबर अच्छा ଆପଣ ନିଶ୍ଚିତ କି ଆପଣ ଏହି ଅଭିଯୋଗ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ହଁ ଭାଇ କରତେ ଚାହୁଁଛେ ଭାଇ ମିଳୁନି କିଛି ଧନ୍ୟବାଦ ଆପଣ ସଫଳତାର ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ଆପଣଙ୍କର ଅଭିଯୋଗ ଦାଖଲ କରିଛନ୍ତି ଆପଣଙ୍କର ଅଭିଯୋଗ ଆଇଡି ହେଉଛି ଏଠି ଦେଖିପାରୁଥିବେ ଅଭିଯୋଗ ଆଇଡି ମିଳିଗଲା ଆପଣ ନିମ୍ନ ପ୍ରଦତ୍ତ ଲିଙ୍କ ମାଧ୍ୟମରେ ଆପଣଙ୍କର ଅଭିଯୋଗ ଦେଖିପାରିବେ ଏବଂ ଅନୁଧ୍ୟାନ କରିପାରିବେ ଜନଶୁଣାଣି ଇଏରେ ଓଡ଼ିଶାର ସ୍ୱୀକୃତ ଡାଉନଲୋଡ଼ କରିବାକୁ ଦୟାକରି ବଗେରା ବଗେରା ଜାଣିକି ବାସ୍ ଦେଖିପାରୁଥିବେ ଅଭିଯୋଗ ଦାଖଲ ହୋଇଗଲା ବଟ୍ ପ୍ରୋବ୍ଲେମ୍ ସମାଧାନ ହେବା ଦରକାର ନିଶ୍ଚିତ ଭାବରେ ଆଉ ଆପଣ ବି ଯଦି କିଛି ଅସୁବିଧାର ସମାଧାନ କରୁଛନ୍ତି ତାହେଲେ ଏଇ ପୋର୍ଟାଲକୁ ଆସିକିରି ଏଇ ଟାଇପ୍ର ଅଭିଯୋଗ ଦାଖଲ କରିପାରିବେ ଆଉ ବାଦ ବାକି ସୁଭଦ୍ରାରେ ଯଦି ପିଏମ୍ କିଷାନ ଯଦି ଯାହା ବି କିଛି ପାଉନାହାନ୍ତି ତାହେଲେ ଏମିତି ଅଭିଯୋଗ ଦାଖଲ କରିକି ଆପଣଙ୍କ ପ୍ରୋବ୍ଲେମ୍ ସମାଧାନ କରିପାରିବେ ତ ଭିଡ଼ିଓଟି ବହୁତ ଲଙ୍ଗ୍ ହେଇଗଲା ଆଉ ରହୁଛି ଜୟ ଜଗନ୍ନାଥ ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବେ